କାହାଣୀର ନାମ ମ୍ୟାଜିକ୍ ଶୋ। ଏକ ମାଆକୁ ନେଇ ରଚିତ ଏହି କାହାଣୀ। ହଲ୍ରେ ମ୍ୟାଜିକ୍ ଶୋ ସମାପ୍ତ ହେବା ଅନ୍ତେ ଶ୍ରୀମାନ ସଦାନନ୍ଦ ବୁଡ଼ିଗଲେ କେଉଁ ଏକ ଅଜଣା ରାଇଜର ଭାବନା ଭିତରେ। ମନେ ପଡ଼ିଗଲା ବର୍ଷକ ତଳେ ଦେହାନ୍ତ ହୋଇଥିବା ସ୍ୱର୍ଗବାସୀ ମାଆଙ୍କର ଅମୃତବାଣୀ। ତାପରେ ସଦାନନ୍ଦ ନିଜକୁ ନିଜେ ପ୍ରଶ୍ନ କରୁଥିଲେ, ମୋ ମା' ଠାରୁ କ'ଣ ଏ ମ୍ୟାଜିକ୍ ଶୋର ଯାଦୁକର ଅଧିକ ହାତ ସଫାଇ କରିପାରିବେ? ନା ମୋ ମା' ଠାରୁ ଅଧିକ ସମୟ କିଛି ଲୁଚାଇ ଛପାଇ ତାଙ୍କର ଖେଳ ଦେଖାଇ ପାରିବେ? ସତରେ ମା' ପରି ଯାଦୁକର ଏ ସାରା ଦୁନିଆରେ ବିରଳ। ମା' ଯିଏ ତା'ର ସନ୍ତାନକୁ ନିଜ ଗର୍ଭରେ 9 ମାସ ଲୁଚାଇ ରଖିପାରେ, ଯିଏ ତା' ହାତର କୋମଳ ସ୍ପର୍ଶରେ ସନ୍ତାନକୁ ଗାଢ଼ ନିଦରେ ଶୁଆଇପାରେ, ଯିଏ ରକ୍ତ ମାଂସ ଦେହରୁ ଅମୃତ ଝରାଇପାରେ, ଯିଏ ପଣତ କାନିର ଛାୟାରେ ସନ୍ତାନର ସାରାଦିନର କଷ୍ଟକୁ ଲାଘବ କରିପାରେ, ମା' ଆଉ କ'ଣ? ଯାଦୁକର, ଈଶ୍ୱରଙ୍କର ଏକ ଅବତାର ବା ଈଶ୍ୱରଙ୍କ ପ୍ରେରିତ ଏକ ଯାଦୁବିଦ୍ୟା ଧାରିଣୀ ଆତ୍ମା ବା ପ୍ରାଣ। ଏମିତି କିଛି ଭାବନା ଭିତରେ 40 ବୟସର ଯୁବକ ସଦାନନ୍ଦ ଚାଲିଯାଇଥିଲେ ଅନେକ ବର୍ଷ ତଳକୁ, ତାଙ୍କର ସେହି ପୁରୁଣା ଘରକୁ, ତାଙ୍କର ବାଲ୍ୟକାଳକୁ, ଯାହା ଦିନେ ଜେଜେବାପା, ଜେଜେମା, ପିତା ମାତାଙ୍କୁ ନେଇ ହସୁଥିଲା ତାଙ୍କର ସୁନ୍ଦର ସଂସାର। ଆଉ ସେହି ପରିବାର ଭିତରେ ଥିଲେ ଜଣେ ଯାଦୁକର, ସେ ତାଙ୍କର ମା'। ଆଉ ଘରେ ସତେ ଯେମିତି ପ୍ରତିଦିନ ଚାଲିଥିଲା ମା'ଙ୍କର ହାତ ସଫେଇର ଯାଦୁ। ସତେ ଯେମିତି ମା' ତାଙ୍କର ସ୍ନେହ ଶ୍ରଦ୍ଧାର ଯାଦୁରେ ବାନ୍ଧି ଦେଇଥିଲେ ଅନ୍ଧପୁଟୁଳି ଘରର ପ୍ରତିଟି ସଦସ୍ୟଙ୍କର ଚକ୍ଷୁରେ। ଘରର ପ୍ରତିଟି ସଦସ୍ୟ ଆଖି କାନ ବୁଜି ବିଶ୍ୱାସ କରୁଥିଲେ ମା'ଙ୍କର ଉପରେ, ଆଉ ଖୁବ୍ ଆନନ୍ଦରେ ବି ଉପଭୋଗ କରୁଥିଲେ ପ୍ରତିଟି ସମୟ। ଘରର ମାନ ସମ୍ମାନ ସହିତ ଘର ଶାନ୍ତି ସୁଖ ପାଇଁ ମା' କେତେବେଳେ ମିଛେଇ, କେତେବେଳେ ଚୋରଣୀ, କେତେବେଳେ ମାଷ୍ଟ୍ରାଣୀ, କେତେବେଳେ ଡାକ୍ତରାଣୀ, କେତେବେଳେ ଚାକରାଣୀ, ଭିନ୍ନ ସମୟରେ ଭିନ୍ନ ରୂପ ଧାରଣ କରନ୍ତି ମା'। ଏମିତି ତ ଶାସ୍ତ୍ର କହେ, ମା' ବହୁ ରୂପର ଅଧିକାରିଣୀ, ଯଥା ଗର୍ଭଧାରିଣୀ, ଜନ୍ମଦାତ୍ରୀ, ସ୍ତନ୍ୟଦାତ୍ରୀ, ଅନ୍ନଦାତ୍ରୀ, ଅନେକ କିଛି ଅସରନ୍ତି ରୂପରଙ୍ଗର ଅଧିକାରିଣୀ। ତେଣୁ ତ ମା' ପୂଜନ, ମା' ନମନ, ମା' ଭଗବାନ। ଭଗବାନ ସୃଷ୍ଟିକର୍ତ୍ତା ହେଲେ ମା' ମଧ୍ୟ ସୃଷ୍ଟିକାରିଣୀ। ଭଗବାନ ମା' ସୃଷ୍ଟି କରିପାରିଲେ ମା' ସୃଷ୍ଟି କରିପାରେ ଭଗବାନ। ସେ ଯାହା ହେଉ, ସେତେବେଳେ ସେହି ବାଳୁତ ସଦାନନ୍ଦଙ୍କର ସେହି ବାଲ୍ୟକାଳ ପିଲାମୁଣ୍ଡରେ ଏସବୁ ପଶିବା ଅସମ୍ଭବ ଥିଲା। ସେ କେବଳ ସୁରକ୍ଷିତ ଅନୁଭବ କରୁଥିଲେ ମା'ଙ୍କ କୋଳରେ, କାରଣ ମା' ତାଙ୍କର ଯାଦୁ ବଳରେ ବାଳୁତ ସଦାନନ୍ଦଙ୍କର ପ୍ରତିଟି ଅଭାବ ଅସୁବିଧାକୁ ସମାଧାନ କରିଦିଅନ୍ତି କ୍ଷଣିକରେ। ଯେତେବେଳେ ମା' ପ୍ରଥମାଷ୍ଟମୀରେ ମାମୁଁ ଘରୁ ଜାମା ନ ଆସିଲେ କି ଜନ୍ମଦିନରେ ବାପା ଜାମା ନ କିଣିଦେଲେ ଜଣାନାହିଁ, ମା' କେମିତି କେଉଁଠାରୁ ଜାମାଟିଏ ଆଣିଦିଅନ୍ତି କି ସମସ୍ତଙ୍କ ଅଜାଣତରେ ନିଜ ହାତରେ ସିଲାଇ କରିଦିଅନ୍ତି ଜାମାଟିଏ, ଆଉ କହନ୍ତି, ମାମୁଁ ଘରୁ ପରା ଆସିଛି ଜାମା। ମାଛ ନ ହେଲେ ଭାତ ଥାଳି ନିକଟରେ ନ ବସିବାରୁ ସଦାନନ୍ଦଙ୍କୁ ପଡ଼େ ବାପାଙ୍କର ଅଜସ୍ର ଗାଳି। ଆଉ ମା' ବାଡ଼ିପଟେ ଯାଇ ଲୁଚାଇ ମାଗି ଆଣନ୍ତି ସନା ବୋଉଠାରୁ ମାଛ ଭଜା ଖଣ୍ଡେ। ବାପାଙ୍କ ଅଜାଣତରେ ସ୍କୁଲ ନ ଯାଇ ଖଳାରେ ଲୁଚିଥିବା ବାଳୁତ ସଦାନନ୍ଦକୁ ନିଜ ପଣତ କାନିରେ ଛପାଇ ବାପାଙ୍କ ଛାଟରୁ ରକ୍ଷା କରନ୍ତି ମା'। ପରୀକ୍ଷାରେ କମ୍ ନମ୍ବର ରଖୁଥିଲେ ସଦାନନ୍ଦଙ୍କର ଖାତାରେ ବାପାଙ୍କର ହସ୍ତାକ୍ଷର ଦସ୍ତଖତ କରିଦିଅନ୍ତି ମା'। ଶେଷରେ ପାଠପଢ଼ାଠାରୁ ଚାକିରି ସବୁ କ୍ଷେତ୍ରରେ ସଦାନନ୍ଦକୁ ଯାଦୁକରୀ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି ମା'। ସତରେ ମା' ଖୁବ୍ ମାହିର ହାତ ସଫାଇ କରିବାରେ। ଶେଷରେ ସମସ୍ତଙ୍କର ବିରୋଧ ସତ୍ତ୍ୱେ ପୁଅର ପ୍ରେମକୁ ସ୍ୱୀକୃତି ପ୍ରଦାନ କରି ଏକ ନୀଚ କୁଳ ଅଜାତିର ଝିଅକୁ ସାଦରରେ ନିଜ ଯାଦୁକରୀ ହସ୍ତରେ ଘରର କୁଳବଧୂ ଭାବରେ ଆଦରି ନେବା ସହିତ ଆଶୀର୍ବାଦ ଢାଳି ଦିଅନ୍ତି ମା'। ଆଜି ସଦାନନ୍ଦ 40 ବୟସରେ ଉପନୀତ ହୋଇ ଭାବୁଛନ୍ତି ତାଙ୍କ ଜୀବନର ସବୁ ଉନ୍ନତି ପଛରେ ଜଣେ ଯାଦୁକରୀଙ୍କ ହାତ ସଫାଇ ନିଶ୍ଚୟ ଅଛି, ସେ ହେଉଛନ୍ତି ମା'। କିନ୍ତୁ ଗୋଟିଏ ଅବଶୋଷ ରହିଯାଇଥିଲା ମା' ଏବଂ ପୁଅ ସଦାନନ୍ଦଙ୍କ ମନରେ ଯେ ବିବାହ 10 ବର୍ଷ ପରେ ମଧ୍ୟ ଘରରେ ପଡ଼ିଲା ନାହିଁ ନାତି ନାତୁଣୀଙ୍କର କୋମଳ କଅଁଳ ପାଦ ଯୋଡ଼ିଏ। ମାନେ ସଦାନନ୍ଦଙ୍କର ଥିଲା କୋଳଶୂନ୍ୟ। କିନ୍ତୁ ଆଶ୍ଚର୍ଯ୍ୟ କଥା, ସେଇ ମା' ସଦାସର୍ବଦା କହୁଥିଲେ, ପୁଅ ଦେଖିବୁ, ମୁଁ ମରିଗଲେ ତୋରି କୋଳରେ ତୋର ସନ୍ତାନ ହୋଇ ପୁଣି ଜନ୍ମ ନେବି। ଯାହାକି ଆଜି ଜଣାପଡ଼ିଲା ଶ୍ରୀମାନ ସଦାନନ୍ଦ ବାପା ହେବାକୁ ଯାଉଛନ୍ତି ଠିକ୍ ମା'ଙ୍କର ଦେହାନ୍ତ ହେବାର ବର୍ଷକ ପରେ। ତେଣୁ ସଦାନନ୍ଦ ଖୁବ୍ ଭାବୁକ ହୋଇ ଭାବୁଛନ୍ତି, ଏହା ହିଁ ମା'ଙ୍କର ଚମତ୍କାର ଯାଦୁ ବା ଏକ ମ୍ୟାଜିକ୍ ଶୋ। ସତରେ ଯାହାର ମୁଣ୍ଡରେ ମା'ର ଯାଦୁକରୀ ହାତ ଅଛି, ତାକୁ ଛାତର ଆବଶ୍ୟକତା ନାହିଁ। ମାନେ ବିନା ବାଧାରେ ସେ ବଢ଼ି ଚାଲିବ ଖୁବ୍ ଆଗକୁ, ଉନ୍ନତି ପଥରେ, ଅତି ଦ୍ରୁତ ଗତିରେ ଏବଂ ଅତି ସହଜରେ। ନମସ୍କାର।